जय जगन्नाथ पिलाମାନେ ତୁମର ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୁ କ୍ଲାସେସ୍‌କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଆମେ ଦେଖିବା କି +3 ଫାର୍ଷ୍ଟ ସେମିଷ୍ଟାର କମ୍ପଲସରି ପେପର୍ ଯାହାକି ରହିଛି ଆମର ଭିଏସି ବା ଏନଭାୟରମେଣ୍ଟାଲ ଷ୍ଟଡିଜ୍ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ। ତ ତାର ଆଜି ଆମେ ଦେଖିବା ୟୁନିଟ୍ 2 ର ବାକି କିଛିଟା ମାନେ ଲଙ୍ଗ କ୍ୱେଶ୍ଚିନ୍ସ ରହିଯାଇଥିଲା ଯେଉଁଟାକି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ିକ। ତ ସେଗୁଡ଼ିକୁ ଆଜି ଆମେ ଆଲୋଚନା କରିବା। ତ ଆଜିର ଆଲୋଚନା କଲେ ଆମର ୟୁନିଟ୍ 2 ସରିଯିବ, ତାପରେ ଆମେ ୟୁନିଟ୍ 3 ୟୁନିଟ୍ 4 କୁ ଆଲୋଚନା କରିବା। ତ ଦେଖ ପ୍ରଥମ କ୍ୱେଶ୍ଚିନ୍ କ'ଣ କହିଛି ପିଲାମାନେ ବା 20 ନମ୍ବର କ୍ୱେଶ୍ଚିନ୍। ତ ଆମେ ପୂର୍ବରୁ ପାଖାପାଖି 19ଟି କ୍ୱେଶ୍ଚିନ୍ ସାରି ଦେଇଛେ ୟୁନିଟ୍ 2 ର। ତ ଆମେ ଦେଖିବା 20 ନମ୍ବର ପ୍ରଶ୍ନ ଅଛି, ଜୈବ ବିବିଧତାର ପ୍ରକାରଭେଦ ବିଷୟରେ ବର୍ଣ୍ଣନା କର। ଦେଖ ମୁଁ ଏଇଟା ଡାଇରେକ୍ଟ ଖାଲି କହି ଯାଉଛି, ଏଠି ମୁଁ କିଛି ପଢ଼ିବାର ନାହିଁ, ମୁଁ ଖାଲି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମାନେ କ'ଣ କହି ଯାଉଛି, ତୁମେ ମନେ ରଖ। ଗୋଟେ ହେଉଛି ଆନୁବଂଶିକ ବିବିଧତା, ପ୍ରଜାତି ବିବିଧତା ଏବଂ ପରିସଂସ୍ଥା ଜନିତ ବିବିଧତା। ତ ତିନୋଟି ବିବିଧତା ରହିଲା। ତ ଆନୁବଂଶିକ ବିବିଧତା କ'ଣ ଆମେ ଦେଖିବା, ବା ଗୋଟେ ନିର୍ଦ୍ଦିଷ୍ଟ ଜାତି ମଧ୍ୟରେ ଘଟୁଥିବା ଜିନୀୟ ବିଭେଦନ ବା ପାର୍ଥକ୍ୟକୁ ଆମେ କହିବା ଆନୁବଂଶିକ ବିବିଧତା। এটা ଗୁଣସୂତ୍ର ବା ଜିନ୍କୁ ଇଏ ବହନ କରିଥାଏ ହେଲା, ଯେଉଁ କୋଷରେ ଯେଉଁ ରହିଛି ନ୍ୟଷ୍ଟି ବା ନ୍ୟଷ୍ଟି ଭିତରେ ଗୁଣସୂତ୍ର ତାକୁ ଜିନ୍ ପରିବହନ କରିଥାଏ। ଏଭଳି ଭାବରେ ଆମର ରହିଛି କ'ଣ ଆନୁବଂଶିକ ବିବିଧତା। ତ ଏଠୁ ତୁମେ ପିଲାମାନେ ମନେ ରଖିଦେଇଥିବ ହେଲା, ମାନେ ମନେ ରଖିଦେବ ତୁମେ। ମୁଁ ଏଇଟା ପିଡିଏଫ୍ଟା ସେଣ୍ଡ କରିଦେବି ଟେଲିଗ୍ରାମରେ, ତୁମେ ଏଠୁ ମନେ ରଖିଦିଅ। ତ ସେଭଳି ଆସେ ଜାତିଗତ ବିବିଧତା। ଜାତିଗତ ବିବିଧତା କ'ଣ ନା ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା ପ୍ରାଣୀ ବା ଉଦ୍ଭିଦମାନଙ୍କର ପ୍ରକାରଭେଦକୁ ତାଙ୍କର ଜାତିଗତ ବିବିଧତା ବୋଲି କୁହାଯାଏ ହେଲା। ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲାମାନେ, ଜୈବ ବିବିଧତାର ପ୍ରକାରଭେଦଟା ୟୁନିଟ୍ 2 ପାଇଁ। ତ ତାର ଆସିଲା ପରିସଂସ୍ଥା ଜନିତ ବା ପରିପାର୍ଶ୍ୱତନ୍ତ୍ର ଜନିତ ବିବିଧତା। ସେଟା କ'ଣ ନା ଗୋଟେ ହେଉଛି ଆଲଫା ଡାଇଭର୍ସିଟି, ବିଟା ଆଉ ଗୋଟେ ଗାମା। ତ ଆଲଫା ଡାଇଭର୍ସିଟି କ'ଣ ନା ଏକ ନିର୍ଦ୍ଦିଷ୍ଟ ପରିବେଶରେ ରହୁଥିବା ଏକ ଗୋଷ୍ଠୀ ମଧ୍ୟରେ ଯେଉଁ ବିବିଧତା ଦେଖାଯାଏ ତାକୁ ଆଲଫା ବୋଲି କହିବା। ବିଟା ନା ଏକ ବିସ୍ତୃତ ପରିବେଶରେ ବେଳେବେଳେ ଏକାଧିକ ଗୋଷ୍ଠୀ, ଗୋଟିଏ ଗୋଷ୍ଠୀ ରହିଲେ ତାକୁ କହିବା ଆଲଫା, ଏକାଧିକ ହୋଇଗଲେ ତାକୁ କହିବା ବିଟା। ତ ତାପରେ ଆସିଲା ଗାମା। ତ ତୃଣଭୂମି ବା ପର୍ବତମାଳା ଅଞ୍ଚଳ, ବିସ୍ତୃତ ଅଞ୍ଚଳ ଆଦି ଅଞ୍ଚଳରେ ପ୍ରାଣୀ ବା ଉଦ୍ଭିଦର ବ୍ୟାପକ ବିବିଧତା ଦେଖାଯାଏ। ତ ତୃଣଭୂମି ହେଉ ବା ପର୍ବତମାଳା ହେଉ, ସେମାନେ ଯେଉଁ ବିସ୍ତୃତ ଅଞ୍ଚଳ ରହିଛି ସେ ଅଞ୍ଚଳ ଗୁଡ଼ିକରେ କ'ଣ ପ୍ରାଣୀ ବା ଉଦ୍ଭିଦର ବ୍ୟାପକ ବିବିଧତା ଦେଖାଯାଏ, ତାକୁ ଆମେ କହିବା ଗାମା। ତ ଉଚ୍ଚତା ଅନୁଯାୟୀ ହିମାଳୟର ବିଭିନ୍ନ ଥାକରେ ବିଭିନ୍ନ ଥାକ ଯେଉଁ ନେଇଛି, ତାର ଯେଉଁ ଥାକ ହୋଇ ରହିଛି ହିମାଳୟ, ତାର ଭିନ୍ନ ଭିନ୍ନ ବୃକ୍ଷଲତା, କୀଟପତଙ୍ଗ ଏବଂ ପଶୁ ଦେଖାଯାନ୍ତି, ଆଉ ଗାମା ବୋଲି ଆମେ କହିବା ହେଲା। ତ ଏଇଟା ତାହେଲେ କ'ଣ ତାର ଦେଖିଥିଲେ ଆମେ କ'ଣ ନା ପ୍ରକାରଭେଦଟା। ଫାଷ୍ଟ ହେଲା ଆନୁବଂଶିକ, ପ୍ରଜାତି, ପରିସଂସ୍ଥା। ତ ଆନୁବଂଶିକ ଦେଖିଲେ ଯେଉଁଟା ଆମେ କହିବା ଜିନିୟ, ଆଉ ଆମର ଜାତିଗତ ରହିଲା ଯେଉଁ ବିଭିନ୍ନ ପ୍ରକାର ଜାତି ରହିଛି ପ୍ରକାରଭେଦ, ସେଇଟା ଆମେ କହିବା। ତାର ସହିତ ପରିସଂସ୍ଥାକୁ ଆମେ ତିନି ଭାଗରେ ଭାଗ କରାଯାଇଛି, ଆଲଫା ଡାଇଭର୍ସିଟି ବା ଆଲଫା ବିବିଧତା ଆମେ ଯାହାକୁ କହୁଛେ, ତାର ବିଟା ଆଉ ଗୋଟେ ଗାମା ହେଲା। ତାପରେ 21 ନମ୍ବର କ୍ୱେଶ୍ଚିନ୍ ଆସିଲା ପିଲାମାନେ, ଜୈବ ବିବିଧତାର ଉପଯୋଗିତା ବର୍ଣ୍ଣନା କର ଏବଂ ଏହାର ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କର। ଆଉ କିପରି ଆମେ ସଂରକ୍ଷଣ କରିପାରିବା। ତ ଉପଯୋଗିତା ଗୁଡ଼ିକ କ'ଣ ନା ଜୈବ ବିବିଧତାର ଉପଯୋଗିତା ଗୁଡ଼ିକ ବା ୟୁଟିଲିଟି ଅଫ୍ ବାୟୋଡାଇଭର୍ସିଟି। ଦେଖ ସେ ହେଉଛି ଖାଦ୍ୟ ପଦାର୍ଥର ଉତ୍ସ। ଜୀବଜଗତରେ ପ୍ରାୟ 3000 ପ୍ରକାର ବୃକ୍ଷ ଖାଦ୍ୟ ପ୍ରଦାନ କରିଥାନ୍ତି। ତୈଳ ବା ଚର୍ବି ଜାତୀୟ ପଦାର୍ଥ, ସୋୟାବିନ୍, ନଡ଼ିଆ ହେଲା, ବସ୍ତ୍ର, ଶଙ୍କର ଜାତୀୟ ଶସ୍ୟ ଉତ୍ପାଦନ, ଭେଷଜ ମୂଲ୍ୟ, କଳା ଓ ସୌନ୍ଦର୍ଯ୍ୟର ପ୍ରତୀକ। ତ ମାନେ ଜୈବ ବିବିଧତା ଆମକୁ କ'ଣ କ'ଣ ଦିଏ ବୁଝିପାରିଲ ନା ପିଲାମାନେ। ଯେମିତି ବସ୍ତ୍ର ଆମକୁ କପା, ଝୋଟ, ନଡ଼ିଆ, କତା ଆଦିରୁ ବସ୍ତ୍ର ତିଆରି ହୁଏ। ସେଭଳି ଭାବରେ ଭେଷଜ ମୂଲ୍ୟ ତାର ହେଉଛି ଔଷଧ ଗୁଡ଼ିକ ହେଲା। ସାଂସ୍କୃତିକ ଉପଯୋଗ ତାକୁ ତୁଳସୀ, ବର, ଅଶ୍ୱତ୍ଥ ହେଲା। ପରିବେଶରେ ସେ ଭାରସାମ୍ୟ ରକ୍ଷା କରିଥାଏ। ତ ଏଇଟା କହିବାକୁ ଗଲେ ଉଦ୍ଭିଦ ବା ଯାହାକୁ ଆମେ କହିବା ଜୈବ ବିବିଧତା, ତ ସେ ଆମକୁ ଏତକ ସାହାଯ୍ୟ କରିଥାଏ। ଭାରତରେ ଜୈବ ବିଭିନ୍ନତା ବା ବାୟୋଡାଇଭର୍ସିଟି, ଭାରତରେ 45,000 ଜାତିର ଉଦ୍ଭିଦ ଦେଖାଯାନ୍ତି। ଏହା ସମଗ୍ର ପୃଥିବୀରେ ପ୍ରାୟ 12% ଅଟେ। ଭାରତରେ ଦେଖାଯାଉଥିବା 7 ପ୍ରକାର ଉଦ୍ଭିଦ ବିଭିନ୍ନତା ଗୁଡ଼ିକ ହେଲା, ଦେଖ କ'ଣ ଆମେ ସବୁ ଦେଖିବା। କଣ୍ଟକିକ ବୃକ୍ଷରାଜି, ପର୍ଣ୍ଣମୋଚୀ, ଅର୍ଦ୍ଧଚିରହରିତ, ଚିରହରିତ, ଦକ୍ଷିଣ ଭାରତୀୟ, ହିମାଳୟ, ହେନ୍ତାଳବଣ। ତ ଏଇଭଳି ଭାବରେ ଆମର ଭାଗ କରାଯାଇଛି ଆମ ଜୈବ ବିବିଧତା ବା ବୃକ୍ଷକୁ ନେଇକି ହେଲା। ସବୁ ଗଛ ଗୁଡ଼ିକର ନାଁ ମଧ୍ୟ ଦେଇଛି ବା ବୃକ୍ଷ ଗୁଡ଼ିକର ନାଁ ସବୁ ଦେଇଛି। ତ ପୃଥିବୀର ଜୈବମଣ୍ଡଳ ଅତି ସମ୍ବେଦନଶୀଳ ଅଞ୍ଚଳ। ତ ଏଇଟା ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ନା, ହଟସ୍ପଟ୍ ଅଫ୍ ବାୟୋଡାଇଭର୍ସିଟି। ମନେ ରଖ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏଇଟା ହେଲା। ଏଇଟା ଆମେ କହିବା ପୃଥିବୀର ସବୁ ଅଞ୍ଚଳରେ ଜୀବ ବା ଉଦ୍ଭିଦର ସମବଣ୍ଟନ ହୋଇପାରିବ ନାହିଁ। କେତେକ ଜୈବମଣ୍ଡଳରେ ଜୀବର ପ୍ରାଚୁର୍ଯ୍ୟ ଦେଖାଯାଏ, ସେଗୁଡ଼ିକୁ ଆନ୍ତର୍ଜାତିକ ସ୍ତରରେ ଚିହ୍ନିତ ହୋଇ ମେଗା ଡାଇଭର୍ସିଟି ଜୋନ୍ ବୋଲି ତାଙ୍କୁ ନାମିତ କରିଛି। ଉଦାହରଣ ସ୍ୱରୂପ ଭାରତ ପୃଥିବୀର 2.4 ଭାଗ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଏଠାରେ ସମଗ୍ର ପୃଥିବୀର ଜୈବ ବିବିଧତାର 8 ଭାଗ ଦେଖିବାକୁ ମିଳେ। ଏଇଟା 2.4 ଭାଗ ନେଇଛି, କିନ୍ତୁ 8 ଭାଗ ମିଳେ। ତ ବ୍ରାଜିଲକୁ ଛାଡ଼ିଦେଇ ଭାରତ ହେଉଛି ପୃଥିବୀର ସବୁଠାରୁ ଜୈବ ବିବିଧତା ସମ୍ପନ୍ନ ଦେଶ। ମାନେ ତାର ଡାଇଭର୍ସିଟି ବହୁତ ବଢ଼ିଆ ହେଲା, ବାୟୋଡାଇଭର୍ସିଟି ତାର ବହୁତ ବଢ଼ିଆ। ତ ସେଥିପାଇଁ ସେ ବ୍ରାଜିଲ ପରେ ଭାରତ ହେଉଛି ଦ୍ୱିତୀୟ। ଗୋଟିଏ ସ୍ଥାନକୁ ଜୈବ ବିବିଧତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଭାବେ ଘୋଷଣା କରିବା ପୂର୍ବରୁ କେତେଗୁଡ଼ିଏ ବିଷୟକୁ ବିଚାରକୁ ନିଆଯାଏ। ଯେମିତି ହେଲା ସେ ସ୍ଥାନର ପ୍ରଚୁର ସଂଖ୍ୟକ ବିଭିନ୍ନ ପ୍ରଜାତିର ଉଦ୍ଭିଦ ବା ପ୍ରାଣୀ ରହୁଥିବା ଆବଶ୍ୟକ, ଯେଉଁମାନେ କେବଳ ସେ ସ୍ଥାନରେ ହିଁ ଦେଖାଯାନ୍ତି। ସେଭଳି ଭାବରେ ଆମେ ତାକୁ କହିବା ଜୈବ ବିବିଧତା ବୋଲି ବା ମେଗା ଡାଇଭର୍ସିଟି ଜୋନ୍ ଭାବରେ ତାକୁ ଆମେ ବିଭକ୍ତ କରିଥାଉ। ତ ଏଇଭଳି ଭାବରେ ରହିଛି ଆମର।
तापर आम देखिए पे 22 नंबर प्रश्न तो यहाँ एत किसी इंपोर्टां ना बट खाली मन रखी जाए तो जैव विविधतार उपयोगिता गुड़िक ये ही मन रख ता सहित ऊपर तो आम देखिले जैव विविधतार प्रकार भेद तापर आम देखा जैव विविधता प्रति विपदर कारण गुड़िक कौन तो जमी आम बासोपयोगी स्थान अभाव लोक कौन वृक्ष बा परिवेश कौन दिन दिन कटिबार लगी से ठीक भाव में बास मिलूना है यहाँ तार प्रदूषण प्रदूषण गोटे कारण जहाँफल कौन आम जैव विविधता दिन दिन तार अस्तित्व हरबार बसी सहित पसंद मुताबक जीव हत्या आमर जमी हाथी हरिण ये भाव में माने कौन आमर बहुत भल भल जीवजंतु गुड़ मारी दि जाऊँगी आसला वैदेशिक जीवर अनुप्रवेश माने अन्य देशर जीव मैंने आसी आम देशर जीव मान कौन अनुप्रवेश कर सब परिवर्तन आसूपर विज्ञान कार्य जीव हत्या कर शिकार कर मनीष वन्य प्राणी बद देखा है तो ये भाव में गुड़ हूँ गोटे गोटे कारण जहाँफल आम जैव विविधता दिन दिन कमिबार लगी तार अस्तित्व हरबार बसी देख जमी प्रदूषण हो पारा जंगल काटी दौरान पशु शिकार कर वैदेशिक पशु प्रवेश करुच्चे तो ये सब कारण गुड़ जहाँफल आम जैव विविधता कौन दिन दिन तार कौन ना अस्तित्व हरबार बसी आसला भारत लुप्त आउ विपदग्रस्त जो आम कह लोप पाई है जोड़ा बर्तमान देखा जाऊ ना विपदग्रस्त जी अच्छा से संपर्क तथ्य प्रदान कर से गोटे जो आम क्वेश्चन देचे तो ये किसी इंपोर्टां ना पे आम ये 2 मार्क क्वेश्चन ही आसपे यहाँ लंग क्वेश्चन आसी न पारे इंपोर्टां ना रेड डाटा बुक कौन खाली ती मन रख है रेड डाटा बुक यहाँ प्रथम संस्करण 1976 मसीह लिखा जाता रेड डाटा बुक आटा कौन ना जो विभिन्न प्रकार प्राणी उद्भिदर से रेड डाटा बुक नामक पुस्तक प्रकाश कर IUCN तो ये बही कौन क्यों प्राणी लुप्त क्यों प्राणी विपदग्रस्त आउ क्यों प्राणी विपद प्रवण तार वर्णना कर तो बहीटर ना रेड डाटा बुक मात्र थी रही गोलापी और शागुआ रंगर पृष्ठा तो सब शागुआ रंग गोलापी रंग रही तो ये भाव में सब रही रेड डाटा बुकटा मन रख तापर प्राणी विपदग्रस्त हबार कारण गुड़िक कौन कौन है जो प्राणी गुड़िक विपदग्रस्त कि पूरा विलुप्त जो पूरा ना पूरा लोप पाईगले से गुड़िक प्राणी विषय ये लिखा जाए 24 नंबर जैव विविधता संरक्षण क्षेत्र में विभिन्न कार्यपंथा गुड़िक तो संरक्षण क्षेत्र जो आम देखा आम बासस्थल संरक्षण करवा है प्रदूषण को आम नियंत्रण करें तुम मन इच्छा लिखिपार जनसचेतनता मत तुम कर आईन प्रणयन कर शास्ति दंड दंड विधान ता सहित बहिर्बसति संरक्षण बा अंतर्बसति देखो पे यहाँ गोटे मतलब बहुत इंपोर्टां एक्सिटू कंजर्वेशन आउट हूँ अंतर्बसति इनसिटू एक्सिटू और इनसिटू ये बहुत इंपोर्टां क्वेश्चन है तो बहिर्बसति संरक्षण बा एक्सिटू कंजर्वेशन कौन प्रजनन प्राणी मान को एक सुरक्षित परिवेश रखी से जरिए वंशवृद्धि कर कौन ना बहिर्बसति संरक्षण है एक्सिटू कंजर्वेशन तो इनसिटू जोटा आम कह अंतर्बसति संरक्षण आम किए आसले ना जातीय उद्यान गुड़ रहा गोटे रखा जाए जातीय उद्यान कौन बहुत इंपोर्टां यहाँ है जातीय उद्यान आम क्या कहवा कतोटी रही तो ये जो नंबरटा पे चेंज होता है यहाँ 2024 माने बुकटा तो आज मैं 2026 है कि सब चेंज होगा तो आगे जातीय उद्यान संख्या मतलब बढ़ी था संख्या गुड़ तुम निजे ट्राए करवा है तो अभयारण्य प्रायतः बढ़ी था हठात कार मन रही एपटे सब्ट होता है तो जातीय उद्यान आम क्या कहवा है तो अभयारण्य है जैव मंडल तो यही भाव में आउे आम देखिए जैव मंडल कौन आ विभिन्न स्तर तो जमी देख जैव मंडल हूँ यहाँ तार गोटे विभिन्न स्तर व्यक्ति जनसंख्यार परिसंख्यार व्यायाम बायोस्फीयर जैव मंडल यहाँ गोटे अंश विभाग कहीदे है तार गोटे माने कौन गोटे डायग्राम दे है मन भल से मन रखापी प्रथम आसले उत्पादक भक्षक अपघटक तो ये तो मन थी पे उत्पादक किए जमी आम कह निजर खाद्य निजे प्रस्तुत करते आम कह उत्पादक आ भक्षक जी प्राणी मैंने निजर खाद्य निजे प्रस्तुत करें ना से प्राणी पर निर्भर करते जहाँ आम कह भक्षक तापर आसला कौन अपघटक जी मृत प्राणी मृत उद्भिद मानक खाई निजर से जैव वस्तु मौलिक पदार्थ परिणत कर अपघटन साहय करते अणुभक्षक आम कहीपर है ये गला पे भू हाँ भू तत्व रासायनिक भूजैव रासायनिक चक्र बायोजिओ केमिकल साइकिल कौन यहाँ बहुत इंपोर्टां पे यहाँ आम कौन आसला जलचक्र आम जलचक्र पे गोटे बाष्प चक्र जमी अम्लजान जबखार्जन अंगारकाम्ल आउट है स्तरीभूत जमी सल्फर चक्र फस्फरस चक्र तो आम जलचक्र विषय देखा जीवन धारण जल हूँ गोटे अत्यावश्यक उपादान जीवन शरीर 60-90 भाग जल द्वारा गठित
ଏଭଳି ଭାବରେ ଆମର ଜଳଚକ୍ର ରହିଛି। ତାପରେ ବାଷ୍ପ ଚକ୍ର ଆମର ଆସିଲା କ'ଣ କ'ଣ ନା ଅଙ୍ଗାରକାମ୍ଳ ଚକ୍ର ଟିକେ ମନେ ରଖିଥିବ, ଅମ୍ଳଜାନ ଚକ୍ର ଏବଂ ତାପରେ ଆସିଲା ଆମର ଯବକ୍ଷାରଜାନ ଚକ୍ର ହେଲା। ତ ଏତେ ସରିଲା ପରେ ଆମର ସ୍ତରୀଭୂତ ଚକ୍ରରେ ଆସିଲା ଫସ୍ଫରସ୍ ଆଉ ତାପରେ ଆସିଲା ଆମର ଗନ୍ଧକ। ଏଭଳି ଭାବରେ ଆମର ୟୁନିଟ୍ 2 ର ସବୁ କ୍ୱେଶ୍ଚିନ୍ ସରିଗଲା ପିଲାମାନେ। ଏଠି ୟୁନିଟ୍ 2ର ଯେଉଁ ଆମେ ଥାର୍ଡ଼ ପାର୍ଟରେ ଏତେ କିଛି ସିଲେକ୍ଟେଡ଼ ନାହିଁ, ଖାଲି ଜୈବ ବିବିଧତାର ସଂରକ୍ଷଣ କିପରି କରିପାରିବା, ଜୈବ ବିବିଧତାର ଉପଯୋଗିତା ଆଉ ଜୈବ ବିବିଧତାର ପ୍ରକାରଭେଦ ଏତିକି ମନେ ରଖ। ତ ଜୈବମଣ୍ଡଳ କ'ଣ ଯେମିତି ଆମର ଉତ୍ପାଦକ, ପ୍ରଦୂଷକ, ଅପଘଟକ, ତାପରେ ଆମେ ଭୂତତ୍ତ୍ୱ ବା ଭୂଜୈବ ରାସାୟନିକ ଚକ୍ର ଯେମିତି ଆମର ଆସିଲା ଜଳଚକ୍ର, ବିଭିନ୍ନ ପ୍ରକାର ଗ୍ୟାସୀୟ ଚକ୍ର ଗୁଡ଼ିକ ଯେଉଁ ରହିଛି ମୁଁ କହିଲି ହେଲା। ତ ଯେପରି ଭାବରେ ଆମର କ'ଣ ବାଷ୍ପୀୟ ଚକ୍ର ବା ଯେଉଁ ଆମେ ଗ୍ୟାସିୟସ୍ ସାଇକେଲ କହିଲି, ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ, ତ ତାପରେ ଆସିଲା ସଲଫର, ଫସ୍ଫରସ୍ ଆମର ଆସିଲା ସ୍ତରୀଭୂତରେ। ତ ଆଉ ଏଇଠି ଯେଉଁ ଇମ୍ପୋର୍ଟାଣ୍ଟ ଗୁଡ଼ିକ ରହିଲା ଏଇଟା ମୁଁ କହିଦେଉଛି। ଏଇ ଯେଉଁ ଜାତୀୟ ଉଦ୍ୟାନ ବା ଇନସିତୁ କନଜରଭେସନ୍ କ'ଣ ଆଉ ଏକ୍ସିତୁ କନଜରଭେସନ୍ କ'ଣ ଏଇଟା ମନେ ରଖିଦେଇଥିବ। ତା ସହିତ ଏଇଟା ଡାଟା ବୁକ୍ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ହେଲା, ଏଇଟା ମନେ ରଖିଦେବ। ବାସ୍ ସରିଲା ୟୁନିଟ୍ 2। ତ ତାପରେ ଆମେ ୟୁନିଟ୍ 3କୁ ଯିବା। ତ ସେତେବେଳେ ବିଦାୟ ଦେଉଛି, ରହିଲି, ଜୟ ଜଗନ୍ନାଥ।